ହେଲେ ମୁଁ ତା କଥା ଶୁଣିନଥିଲି। ସଦର ବ୍ରିଜ କରି କାଟିବା ପରେ ତାକୁ ଗୋଟେ ଅଖା ଭିତରେ ପରେ ବ୍ରିଜ ଭିତରେ ରଖିଦେଇଥିଲି। ସେଇ ବ୍ରିଜରୁ ପ୍ରତିଦିନ ଗୋଟେ ଗୋଟେ ବ୍ରିଜ କରି ବ୍ରିଜ ଉପରୁ ତଳକୁ ଫୋପାଡ଼ି ଦଉଥିଲି। ଆଉ ଲୋକେ ଶୋଇଥିଲା ବେଳେ ତା ମୁହଁରେ ତକିଆ ଚାପି ମୁଁ ତାକୁ ମାରି ଦେଇଥିଲି। ଆଉ ସବୁଠୁ ସୁନ୍ଦରୀ ରାଧାକୁ ଭୂୟ ହୋଟେଲର 3 ତାଲା ଉପରୁ ତଳକୁ ଠେଲି ମୁଁ ମଣବି କରିଛି। ଆରେ ସୁନ୍ଦରୀ ବାବୁକୁ ଏମିତି କେମିତି କରି ପାରିବ ନାହିଁ। ମୁଁ ଖୁବ୍ ଭଲ